ସେ ଦିନ 2ଟା ବେଳକୁ ଏ ଘରଠୁ ଆର ଘରଠୁ ଏ ଘରଠି ଆଉଥିଲେ ବାଟରେ ତାକୁ ଗାଈ ଟେକିକି ପକେଇଦେଲା ଆଉ। ଏଇଟା 6 ତାରିଖ। ତାପରେ ଏଠୁ ବୁଢ଼ାଟା ଟିକେ ସେନ୍ସରେ ଉଡ଼ିଗଲା ସେଠୁ ଅନୁଗୁଳ ମେଡ଼ିକାଲ ନେଲୁ। ଅନୁଗୁଳ ମେଡ଼ିକାଲରୁ ସେ ଲେଖିଦେଲେ କଟକ ନେଲୁ। ସେଠି ଆଇସିୟୁ ଭିତରେ ନେଇ ରଖିଥିଲେ। ନେଲୁ 6 ତାରିଖ ଦିନ 7 ତାରିଖ ଦିନ ଆଇସିୟୁରେ ପୁରେଇଲେ ସନ୍ଧ୍ୟାକୁ ପୁରେଇଲେ ଆଇସିୟୁ ଭିତରେ ଥିଲେ। ତାପରେ ସେ କାଲିକି କହୁଥିଲେ ଡିସଚାର୍ଜ କରିବୁ ଯିବ ବୋଲି। ତାପରେ ରାତିରେ ନିଆଁ ଲାଗିଗଲା ଆଉ। ନିଆଁ ସିକ୍ୟୁରିଟି କହିଲା ପଳ ନିଆଁ ଲାଗିଗଲା। ଆମେ ଆଉ ଭିତରକୁ ମିଶା ଆଉ ଯାଇପାରିଲୁ କି ଚେଷ୍ଟା କରିଥିଲୁ ଯିବୁ ବୋଲି କିନ୍ତୁ ଏ ଧୂଆଁରେ ଆଉ ପଇଗଲା ନାହିଁ। ତା ଭିତରେ ସେ ବାପା ହାକାକୁ ବୋହି ଆଣିକି ଆଡ଼େ ରଖିଦେଲେ। ଆମେ ଆଉ ଖୋଜି ପାଇଲୁ ନାହିଁ ଆଉ। ଡିକ୍ଲାର ସବୁ ସରିଲା ପରେ ଯାଇନି କହିଲେ। ମୋହନ ମାଝି ଆଇକିନି ଗଲା ପରେ ଯାଇନି କହିଲେ। ଆକ୍ସିଡେଣ୍ଟ ହେଇକିନା ସେ କଟକ ରେଫର ହେଇଥିଲେ। ରେଫର ହେବା ପରେ ବଡ଼ ମେଡ଼ିକାଲ କଟକ ବଡ଼ ମେଡ଼ିକାଲରେ ସେ ଏବେ ଯେଉଁ ନିଆଁ ହେଲା ସେ ନିଆଁରେ ସେ ପୋଡ଼ିକିନା ନଷ୍ଟ ହୋଇଯାଇଛନ୍ତି। ତେଣୁ ଆମ ଗାଁ ତରଫରୁ କିମ୍ବା ମୁଁ ବିଶେଷ କରି ମୁଁ ବି ଆମ ବେଶୀ ମର୍ମାହତ ଏଇ ଦୁଃଖଦ ଖବରରେ। ଆଉ ଭଗବାନ ଏତିକି କରନ୍ତୁ ତା ଆତ୍ମା ସ୍ୱର୍ଗରେ ଥାଇ ତାକୁ ଶାନ୍ତି ପାଉ। ସେ ମେଡ଼ିକାଲର କ'ଣ ହେଇଛି ସେଇ ମେଡ଼ିକାଲ ଉପରେ ଯଦି କିଛି ପ୍ରୋବ୍ଲେମ୍ ସେମାନଙ୍କ ହିଁ ଦାୟୀ। ତେଣୁ ସେ ପିଲାକୁ କିଛି ତା'ର ଯେତିକି ଗଭର୍ଣ୍ଣମେଣ୍ଟ ତରଫରୁ ଥିବା କ୍ଷତିପୂରଣ ତାକୁ କ୍ଷତିପୂରଣ ମିଳୁ। ତା ପରିବାର ସେଥିରେ କିଛି ଉପକୃତ ହୁଅନ୍ତୁ। କାହିଁକିନା ଯେହେତୁ ସେ ବ୍ୟାଚଲର ଥିଲା ତା ଭବିଷ୍ୟତ କେତେ କ'ଣ ସେ ଇନକମ୍ କରିପାରିଥାନ୍ତା। ତେଣୁ ବର୍ତ୍ତମାନ ତା ପରିବାର ବି ତା ବାପା ମାଆ ଅଛନ୍ତି, ଭାଇ ଅଛି। ତେଣୁ ସେମାନଙ୍କ ପାଇଁ କିଛିଟା ଗଭର୍ଣ୍ଣମେଣ୍ଟ ତରଫରୁ ପାଇଁ ମିଳୁ। ମୁଁ କେବଳ ଭଗବାନ ପାଖରେ ପ୍ରାର୍ଥନା କରିପାରିବି ତାଙ୍କର ଅମର ଆତ୍ମାକୁ ସଦ୍ଗତି ଦିଅନ୍ତୁ। ସେକେଣ୍ଡ ଜିନିଷ ହେଲା ଆଜ୍ଞା ଆମେ ବଡ଼ ମେଡ଼ିକାଲ ବୋଲି ଏସ୍ସିବିକୁ ବୁଝାଉ। ଯଦି ବଡ଼ ମେଡ଼ିକାଲରେ ଏଇଭଳି ଭାବରେ ଅଘଟଣ ହେବ ବହୁତ ଜାଗାରୁ ବହୁତ ପରିବାରର କ୍ଷତି ହେଇଛି। ଅନୁଗୁଳରୁ ଆମ ଦୁଇଟି ଲୋକ ବୋଲି ମୁଁ ଶୁଣିଛି। ଆମ 2ଟି ଯେଉଁ ଅପୂରଣୀୟ କ୍ଷତି ଆମେ ସରକାରଙ୍କ ପାଖରେ କେବଳ ଏତିକି ଦାବି କରିବୁ ଏହାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ହେଉ, କାର୍ଯ୍ୟାନୁଷ୍ଠାନ ହେଉ ଦୋଷୀର। ଆଉ ଯେଉଁ ଆର୍ଥିକ ସହାୟତା ସରକାର ଘୋଷଣା କରିଛନ୍ତି ତାହା ଭଲ ଭାବରେ ଠିକ୍ ସମୟରେ ଲୋକଙ୍କ ପାଖରେ ପହଞ୍ଚୁ। ଆଉ ରୋଗୀଙ୍କୁ ସେବା ଯୋଗାଇବାରେ ଏସ୍ସିବି ଆଜି ଯେଉଁ ବିଫଳ ଆମର ବଡ଼ ମେଡ଼ିକାଲ ଆମେ ଭାବୁ ଯେ ଡକ୍ଟର ବାବୁ ଆମର ଭଗବାନ ବସିଛନ୍ତି ଆମକୁ ନିହାତି ସାହାଯ୍ୟ ମିଳିବ, ଆମେ ଅସୁସ୍ଥ ହୋଇ ନିହାତି ଫେରିକି ଆସିବୁ। ଏଇ ବିଶ୍ୱାସଟା ଲୋକଙ୍କର ଭାଙ୍ଗି ନ ଯାଉ। ଭାଇ ଫୋନ୍ କଲେ ଯେ ବାପା ଆଉ ନାହାନ୍ତି। ବାପା କୁଆଡ଼େ ଗଲେ ନାହିଁ ବାପାକୁ ସେ ଯେଉଁ ନିଆଁ ଲାଗିଗଲା ବାପାକୁ ବାହାରେ କେଉଁଠି ନେଇକିନା ସେ ରଖିଛନ୍ତି। ଆଉ ଏମାନେ ଖୋଜି ଆମକୁ ରାତି 8ଟା ବେଳକୁ ଦିନ 8ଟା ବେଳକୁ ଫୋନ୍ କଲେ ଯେ ନାହିଁ ବାପାକୁ ପାଇଲୁ ଆଉ ବାପା ମରିଯାଇଛି। ସରକାର ତ ଇଏ ମାନେ ଏମିତି ରକମ କରୁଛି ମେଡ଼ିକାଲ ନେଲେ ମଣିଷ ଭଲ ମାନେ ଭଲ ହେବ କ'ଣ? ଏମାନେ ତ ଗଳତି କରୁଛନ୍ତି ସବୁ। ଆଉ କେହି ଗୋଟେ ଠିକରେ ଦେଖିବା ବୋଲେ ନାହିଁ ପେସେଣ୍ଟ ଖୁରେ ହଉ ଯାଉ। ଆଉ ବାହାର ଲୋକ କିଏ ଗଲେ ସାର୍ ଟିକେ ଦେଖେଇ ଦେବୁ କହିଲେ କହୁଛି ନାଇଁ ଏଠି ଦେଖା ହେବନି ତୁମେ ପରେ ଟାଇମ୍ ଦେଖିବ। ଏହି ଭିଡିଓଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ଜଣାନ୍ତୁ। ଧରିତ୍ରୀ ଲାଇଭର ୟୁଟ୍ୟୁବ୍ ଏବଂ ପୂର୍ବ ଭାରତର ସର୍ବବୃହତ୍ ଦକ୍ଷତା ପ୍ରତିଭା ଏବଂ ବୈଷୟିକ ଉତ୍କର୍ଷତାର ପ୍ରଦର୍ଶନୀ ଆଜି